ଦିନେ ଶ୍ରୀକୃଷ୍ଣ ଓ ତାହାଙ୍କ ପତ୍ନୀ ଦେବୀ ରୁକ୍ମିଣୀ ଭୋଜିଟିଏର ଆୟୋଜନ କରିଥିଲେ। ଅନେକ ଅତିଥିମାନଙ୍କ ସହ ଶ୍ରୀକୃଷ୍ଣଙ୍କ ମନ୍ତ୍ରୀ ପରିଷଦ ଓ ତାଙ୍କର ସମସ୍ତ ପତ୍ନୀ ମଧ୍ୟ ସେହି ଭୋଜିରେ ସମ୍ମିଳିତ ହୋଇଥିଲେ। ଶ୍ରୀକୃଷ୍ଣ ଆଗନ୍ତୁକମାନଙ୍କ ସ୍ୱାଗତ କରୁଥିବା ସମୟରେ ସେଠାକୁ ଦେବର୍ଷି ନାରଦଙ୍କ ଆଗମନ ହେଲା। ଆସନ ଗ୍ରହଣ କଲାପରେ ନାରଦ ମୁନି ନିଜ ବଗିଚାରୁ ଆଣିଥିବା ଅଲୌକିକ ପାରିଜାତ ଅଥବା ଗଙ୍ଗଶିଉଳି ଫୁଲଟିଏ ଭଗବାନ ଶ୍ରୀକୃଷ୍ଣଙ୍କୁ ଉପହାର ସ୍ୱରୂପ ଦେଲେ। ଶ୍ରୀକୃଷ୍ଣ ଫୁଲଟିକୁ ଆଗ୍ରହ ସହକାରେ ଗ୍ରହଣ କରି ଦେବୀ ରୁକ୍ମିଣୀଙ୍କୁ ଦେଲେ, ଯାହାକୁ ନେଇ ସେ ନିଜ ଗଭାରେ ଖୋସିଦେଲେ। ରୁକ୍ମିଣୀ ନିଜ ଗଭାରେ ଫୁଲଟିକୁ ଖୋସିବାର ଦେଖି ନାରଦ ବେଶ୍ ପ୍ରସନ୍ନ ହୋଇଉଠିଲେ ଓ କହିଲେ, ଦେବୀ, ଏହି ପୁଷ୍ପଟି ଆପଣଙ୍କ ପାଇଁ ହିଁ ସୃଷ୍ଟି ହୋଇଅଛି। ଅଲୌକିକ ପାରିଜାତ ବୃକ୍ଷରୁ ଜନ୍ମିତ ଏହି ଫୁଲର ଅନେକ ବିଶେଷତା ରହିଛି। ଏହା ବର୍ଷେ ଯାଏ ମଉଳିବ ନାହିଁ ତଥା ଏହାକୁ ଧାରଣ କରିଥିବା କର୍ତ୍ତାର ଇଚ୍ଛା ଅନୁସାରେ ସୁଗନ୍ଧ ପ୍ରଦାନ କରିବ। ଏପରିକି ଏହା ଦେବତାମାନଙ୍କ ପାଇଁ ମଧ୍ୟ ସୌଭାଗ୍ୟକାରୀ ଅଟେ। ଏହି ପୁଷ୍ପଟିକୁ ପ୍ରାପ୍ତ କରିବା ସାଧାରଣ ମନୁଷ୍ୟଙ୍କ ପାଇଁ ଅସମ୍ଭବ। ଏହାର ସୁବାସ କେବଳ ଦେବତା ଓ ଗନ୍ଧର୍ବଙ୍କ ପାଇଁ ସଂରକ୍ଷିତ ଅଟେ। ଏପରିକି ଏହି ଅଲୌକିକ ପାରିଜାତ ପୁଷ୍ପକୁ ମାତା ପାର୍ବତୀ ପ୍ରତିଦିନ ନିଜ କେଶରେ ଧାରଣ କରନ୍ତି ତଥା ଏହା ଇନ୍ଦ୍ରଙ୍କ ପତ୍ନୀ ଦେବୀ ଶଚୀଙ୍କର ମଧ୍ୟ ଅତି ପ୍ରିୟ ଅଟେ। ଗଙ୍ଗଶିଉଳିର ଏହିପରି ପ୍ରଶଂସା ଶୁଣି ଦେବୀ ରୁକ୍ମିଣୀ ମଧ୍ୟ ଖୁସିରେ ଗଦଗଦ ହୋଇପଡ଼ିଲେ ଓ କହିଲେ ଯେ, ସତ୍ୟଭାମାଙ୍କୁ ସବୁବେଳେ ଲାଗେ ଯେ କୃଷ୍ଣ ତାଙ୍କୁ ସର୍ବାଧିକ ପ୍ରେମ କରନ୍ତି। ଆଜି ମୋତେ ଏହି ପାରିଜାତଟି ପ୍ରଦାନ କରି ମାଧବ ପ୍ରମାଣିତ କରିଦେଲେ ଯେ ମୁଁ ହିଁ ତାଙ୍କର ସବୁଠାରୁ ପ୍ରିୟ। ଆଜି ମୋ ମସ୍ତକରେ ଏହି ପୁଷ୍ପଟି ଦେଖି ସତ୍ୟଭାମା ସ୍ୱତଃ ଏହି କଥା ଜାଣିଯିବେ। ଏହି ସମସ୍ତ ଘଟଣା ସେଠାରେ ଥିବା ସତ୍ୟଭାମାଙ୍କ ଦାସୀମାନେ ଶୁଣୁଥିଲେ। ସେମାନେ ତୁରନ୍ତ ଏହି କଥା ଯାଇ ସତ୍ୟଭାମାଙ୍କୁ କହି ପକାଇଲେ। ନିଜ ସୁନ୍ଦରତା ତଥା ଶ୍ରୀକୃଷ୍ଣଙ୍କ ପ୍ରିୟତମା ପତ୍ନୀ ହୋଇଥିବାର କାରଣ ପାଇଁ ସର୍ବଦା ଅହଙ୍କାର କରୁଥିବା ସତ୍ୟଭାମା ପାରିଜାତ ବୃତ୍ତାନ୍ତ ଶୁଣି କ୍ରୋଧ ଓ ଈର୍ଷାରେ ଜଳି ଉଠିଲେ। ନିଜ ସମସ୍ତ ସୁନ୍ଦର ବସ୍ତ୍ର ଓ ଆଭୂଷଣ ପରିତ୍ୟାଗ କରି ସେ ଧଳା ଶାଢ଼ୀଟିଏ ପରିଧାନ କରିନେଲେ ଓ ନିଜ କକ୍ଷ ମଧ୍ୟକୁ ଚାଲିଗଲେ। ସେଠାରେ ଦୁଃଖିତ ହୃଦୟରେ ବସି ରହି ସେ କମଳ ପୁଷ୍ପଟିଏ ହାତରେ ନେଇ ତାହାର ପାଖୁଡ଼ା ସବୁ ଚିରିବାକୁ ଲାଗିଲେ। ଏଣେ କୃଷ୍ଣଙ୍କୁ ଯେତେବେଳେ ସତ୍ୟଭାମାଙ୍କ କ୍ରୋଧ ବିଷୟରେ ଜ୍ଞାନ ହେଲା, ସେ ନାରଦଙ୍କୁ ଦେବୀ ରୁକ୍ମିଣୀଙ୍କ ସହ ଛାଡ଼ିଦେଇ ନିଜେ ସତ୍ୟଭାମାଙ୍କ କକ୍ଷ ଆଡ଼କୁ ଗଲେ। ସେଠାରେ ପହଞ୍ଚି ସେ ଦାସୀମାନଙ୍କୁ ଯିବାକୁ କହି ସତ୍ୟଭାମାଙ୍କ କକ୍ଷ ବାହାରେ ଛିଡ଼ା ହୋଇ ଦେବୀଙ୍କ ଉଦାସୀନତା ଦେଖିବାକୁ ଲାଗିଲେ। ଯେତେବେଳେ କ୍ରୋଧ ଜର୍ଜରିତ ସତ୍ୟଭାମାଙ୍କ ବିତୃଷ୍ଣା ଟିକେ ଶାନ୍ତ ହେଲା ଓ ସେ ନିଜ ମୁହଁକୁ ଘୋଡ଼ାଇ ଶୋଇବାକୁ ଗଲେ, ସେତିକିବେଳେ ଶ୍ରୀକୃଷ୍ଣ ତାଙ୍କ ବିଛଣା ନିକଟକୁ ଯାଇ ଚୁପଚାପ ଛିଡ଼ା ହୋଇଗଲେ। ଏହାପରେ ସେ ବିଞ୍ଚଣାଟିଏ ନେଇ ମୃଦୁ ମୃଦୁ ବାୟୁ ସଞ୍ଚାଳନ କରିବାକୁ ଲାଗିଲେ। ଯେହେତୁ ତାହାଙ୍କ ହାତରେ ପାରିଜାତର ସୁଗନ୍ଧ ଲାଖି ରହିଥିଲା, ସେହି କକ୍ଷଟି ମଧ୍ୟ ପାରିଜାତର ମନୋରମ ସୁଗନ୍ଧରେ ବାସିବାକୁ ଲାଗିଲା। ସତ୍ୟଭାମାଙ୍କ ନାକରେ ସେହି ସୁଗନ୍ଧ ବାଜିବା କ୍ଷଣି ସେ ବିଛଣାରୁ ଉଠି ବସିଲେ ଓ କେଉଁଆଡ଼ୁ ଏହି ବାସ୍ନା ଆସୁଛି ବୋଲି ଇଆଡ଼େ ସିଆଡ଼େ ଦେଖିବାକୁ ଲାଗିଲେ। ସେତିକିବେଳେ ତାଙ୍କ ଦୃଷ୍ଟି ନିଜ ପ୍ରିୟତମ ଶ୍ରୀକୃଷ୍ଣଙ୍କ ଉପରେ ପଡ଼ିଲା ଓ ସତ୍ୟଭାମା ଅଭିମାନରେ କାନ୍ଦିବାକୁ ଲାଗିଲେ। କୃଷ୍ଣଙ୍କୁ ଦେଖି ସତ୍ୟଭାମାଙ୍କ କଣ୍ଠ କୋହରେ ବାଷ୍ପରୁଦ୍ଧ ହୋଇଯାଉଥିଲା ଓ ସେ କିଛି କହିପାରୁନଥିଲେ। ତେବେ କିଛି ସମୟ ତାଙ୍କୁ ଦେଖିବା ପରେ ସେହିପରି ଅଭିମାନ ଭରା କଣ୍ଠରେ ଦେବୀ କହିଲେ, ହେ ନାଥ, ଆପଣ ତେଜସ୍ୱୀ ଦେଖାଯାଉଛନ୍ତି। ଏତିକି କହିସାରି ସତ୍ୟଭାମା ପୁଣି କାନ୍ଦିବାକୁ ଲାଗିଲେ। ଦେବୀଙ୍କ ଏହିପରି ଅବସ୍ଥା ଦେଖି କୃଷ୍ଣ ତାଙ୍କୁ ସାନ୍ତ୍ୱନା ଦେଲେ ଓ ଏପରି ଦୁଃଖିତ ହେବାର କାରଣ ପଚାରିବାକୁ ଲାଗିଲେ। କୃଷ୍ଣଙ୍କ ଆଡ଼କୁ ଚାହିଁ ଧୀରେ ଧୀରେ ନିଜ ପଲକ ଉପରକୁ ଉଠାଇ ସତ୍ୟଭାମା ଉତ୍ତର ଦେଲେ, ସ୍ୱାମୀ, ମୋର ସର୍ବଦା ଏହା ବିଶ୍ୱାସ ଥିଲା ଯେ ଆପଣ ମୋତେ ସବୁଠାରୁ ବେଶୀ ଭଲ ପାଆନ୍ତି। କିନ୍ତୁ ଆଜି ମୁଁ ଜାଣିଲି ଯେ ଆପଣଙ୍କ ପ୍ରେମ କେବଳ ଏକ ଛଳନା ଥିଲା। ଏଣିକି ମୁଁ ଆଉ ଏଠାରେ ରହିବାକୁ ଚାହୁଁନାହିଁ। ମୋତେ ଗୃହତ୍ୟାଗ କରି ତପସ୍ୟା କରିବାକୁ ଯିବା ପାଇଁ ଆଜ୍ଞା ଦିଅନ୍ତୁ। ଏତିକି କହିସାରି ସତ୍ୟଭାମା ପୁଣି କାନ୍ଦିବାକୁ ଲାଗିଲେ। ଦେବୀଙ୍କ କଥା ଶୁଣି କୃଷ୍ଣ କହିଲେ, ହେ ପ୍ରିୟେ, ତୁମର ଏହିପରି ବିଚାର କରିବା ଭୁଲ ଅଟେ। ମୋତେ କୁହ, ମୋର କେଉଁ କଥା ତୁମ ହୃଦୟକୁ କଷ୍ଟ ଦେଇଛି ଅଥବା ମୁଁ କ'ଣ କଲେ ତୁମେ ପ୍ରସନ୍ନ ହେବ?
ଏହା ଶୁଣି ସତ୍ୟଭାମା କହିଲେ, ଆଜି ଆପଣ ସମସ୍ତଙ୍କ ସାମ୍ନାରେ ରୁକ୍ମିଣୀଙ୍କୁ ନାରଦ ଆଣିଥିବା ପାରିଜାତ ପୁଷ୍ପଟି ପ୍ରଦାନ କଲେ। ମୋର ସଖୀମାନେ ମୋତେ ଏହା ବି କହିଲେ ଯେ ନାରଦ ରୁକ୍ମିଣୀଙ୍କୁ ଆପଣଙ୍କ ପ୍ରିୟତମା ପତ୍ନୀ ବୋଲି କହିଲେ। କୁହନ୍ତୁ ନାଥ, ମୁଁ କିପରି ଅବା ବଞ୍ଚି ରହିବି? ମୋର ଅବା କି ସମ୍ମାନ ରହିଲା? ଶ୍ରୀକୃଷ୍ଣ ଏହା ଶୁଣି ଉତ୍ତର ଦେଲେ, ଦେବୀ ରୁକ୍ମିଣୀ ସେତେବେଳେ ମୋ ପାଖରେ ବସିଥିଲେ ବୋଲି ମୁଁ ତାଙ୍କୁ ସେହି ପୁଷ୍ପଟି ପ୍ରଦାନ କଲି। ଯଦି ତୁମେ ବସିଥାନ୍ତ ତେବେ ତୁମକୁ ବି ଦେଇଥାନ୍ତି। ଏହା ବ୍ୟତୀତ ଅନ୍ୟ କୌଣସି କାରଣ ନାହିଁ। ତେବେ ଯଦି ତୁମ ମାନଭଞ୍ଜନ ପାଇଁ ପାରିଜାତ ପୁଷ୍ପ ହିଁ ଆବଶ୍ୟକ, ତେବେ ମୁଁ କଥା ଦେଉଅଛି ଯେ ମୁଁ ସେହି ଦିବ୍ୟ ପାରିଜାତ ପୁଷ୍ପର ଗଛଟିଏ ଦେବଲୋକରୁ ଆଣି ତୁମ ବଗିଚାରେ ଲଗାଇଦେବି। ଏହା ଶୁଣି ସତ୍ୟଭାମା ଅତ୍ୟନ୍ତ ପ୍ରସନ୍ନ ହୋଇଗଲେ ଓ ତାଙ୍କ ରାଗ ତୁରନ୍ତ ଉଭେଇଗଲା। ପରଦିନ କୃଷ୍ଣ ନାରଦଙ୍କୁ ଡକାଇ ପଠାଇଲେ। ନାରଦ ଆସିବା ପରେ ତାଙ୍କର ବେଶ୍ ଅତିଥି ସତ୍କାର କରାଗଲା। କୃଷ୍ଣ ତାଙ୍କ ଗୋଡ଼ରେ ପାଣି ଢାଳିଲେ ଓ ସତ୍ୟଭାମା ସ୍ୱୟଂ ନାରଦଙ୍କ ପାଦ ଧୋଇଦେଲେ। ବିଭିନ୍ନ ପ୍ରକାରର ଭୂରି ଭୋଜନରେ ଆପ୍ୟାୟିତ କରିସାରିବା ପରେ କୃଷ୍ଣ ନାରଦଙ୍କୁ ପଚାରିଲେ, ମୁନିବର, କାଲି ଆପଣ ଯେଉଁ ଦିବ୍ୟ ପାରିଜାତ ପୁଷ୍ପଟି ଆଣିଥିଲେ, ମୋତେ ତାହା ବିଷୟରେ କୁହନ୍ତୁ। ପ୍ରଭୁଙ୍କ କଥା ଶୁଣି ନାରଦ ପାରିଜାତ ପୁଷ୍ପର ଉଦ୍ଗମ ବିଷୟରେ କହିବା ଆରମ୍ଭ କଲେ। ପ୍ରଭୁ, ପାରିଜାତର ଜନ୍ମ କଶ୍ୟପ ଋଷିଙ୍କଠାରୁ ହୋଇଥିଲା, ଯାହାକୁ ସେ ନିଜ ପତ୍ନୀ ଅଦିତିଙ୍କୁ ଉପହାର ସ୍ୱରୂପ ଦେଇଥିଲେ। ଅଦିତି ପୁଣ୍ୟକ ବ୍ରତ କରି ତାହାର ନିୟମ ଅନୁସାରେ ପାରିଜାତ ତଥା ନିଜ ସ୍ୱାମୀ କଶ୍ୟପଙ୍କୁ ମୋତେ ଦାନ କରିଦେଇଥିଲେ। ଏହାପରେ ଦେବୀ ସଚୀ ମଧ୍ୟ ନିଜ ପତି ଇନ୍ଦ୍ରଙ୍କ ସହ ସେହି ବ୍ରତ କରିଥିଲେ। ଏହା ଶୁଣି କୃଷ୍ଣ ନାରଦଙ୍କୁ କହିଲେ, ଆପଣଙ୍କଠାରୁ ଏହି ବିଷୟରେ ଶୁଣିବା ପରେ ସତ୍ୟଭାମା ମଧ୍ୟ ପୁଣ୍ୟକ ବ୍ରତ କରିବାକୁ ଚାହୁଁଛନ୍ତି। ଏଣୁ ଆପଣ ଇନ୍ଦ୍ରଙ୍କ ପାଖକୁ ଯାଇ ତାଙ୍କଠାରୁ ପାରିଜାତ ବୃକ୍ଷଟି ମାଗି ଆଣନ୍ତୁ। ମୁଁ କଥା ଦେଉଛି ଯେ ଏହି ବ୍ରତର ସମାପନ ପରେ ମୁଁ ନିଜେ ସେହି ପାରିଜାତ ବୃକ୍ଷଟି ଇନ୍ଦ୍ରଙ୍କୁ ଫେରାଇ ଦେବି। କୃଷ୍ଣଙ୍କ କଥା ଶୁଣି ନାରଦ କହିଲେ, ଭଗବାନ, ପାରିଜାତ ବୃକ୍ଷଟି ଇନ୍ଦ୍ରଙ୍କ ଅତି ପ୍ରିୟ। ମୋତେ ଲାଗୁନାହିଁ ଯେ ଇନ୍ଦ୍ର କଦାପି ତାହା ଆପଣଙ୍କୁ ପ୍ରଦାନ କରିବା ପାଇଁ ଇଚ୍ଛୁକ ହେବେ। ଏପରିକି ଦିନେ ମହାଦେବ ମଧ୍ୟ ଇନ୍ଦ୍ରଙ୍କୁ ପାରିଜାତ ବୃକ୍ଷଟି ମାଗିଥିଲେ, କିନ୍ତୁ ସେ କୌଣସି ଆଳ ଦେଖାଇ କଥାଟିକୁ ଏଡ଼ାଇ ଦେଇଥିଲେ। ଇନ୍ଦ୍ରଙ୍କ ଅନିଚ୍ଛା ଦେଖି ଭଗବାନ ଶଙ୍କର ଆଉ ତାଙ୍କୁ କିଛି କହିଲେ ନାହିଁ ଓ ମାତା ପାର୍ବତୀଙ୍କ ପାଇଁ ପାରିଜାତ ଉଦ୍ୟାନଟିଏ ନିଜେ ସୃଷ୍ଟି କରିଦେଲେ। ହେ ନାରଦ, ମହାଦେବ ଦେବୀ ସଚୀଙ୍କ ଭକ୍ତି କାରଣରୁ ଇନ୍ଦ୍ରଙ୍କୁ ତାଙ୍କ ଏହି ଔଦ୍ଧତ୍ୟ ପାଇଁ ଦଣ୍ଡ ଦେଲେ ନାହିଁ। ତେବେ ମୁଁ ଦେବୀ ସତ୍ୟଭାମାଙ୍କୁ ପାରିଜାତ ଆଣିଦେବାର ବଚନ ଦେଇଅଛି। ମୋତେ ତାହା କୌଣସି ପ୍ରକାରେ ଆବଶ୍ୟକ ଅଟେ। କୃଷ୍ଣ କହିଲେ, ପ୍ରଭୁ, ମୁଁ ତାଙ୍କୁ ବୁଝାଇବା